କଣ ଏଟା ଥୋଇଛ କଣ? କଣ କରିବାକୁ? ଏଇ ଯୋଉ ପାଣିଟା ସିଆଡେ ପଳଉ ଯିଏ ଗୋଡ ଦେଇକି ଯିବ ଡବଲ ଦେଇକି ଯିବ। ଉଷୁମ ଅଛି ଭଲ ନା? କ୍ରିସ୍ପି ଅଛି। ତ ଭାଇ ବହୁତ ଲେଟ୍ ହେଲାଣି, ଏବେ 11:30 ରାତି ହେଲାଣି। ମୁଁ ଭିଡିଓ ଟୋଟାଲ ଏଣ୍ଡ କରିନାହିଁ। ଭାଇ କୋଉ ଭଳିଆ ସିଚୁଏସନରେ ଆମର କୋଉଠି ରୋଷେଇ ହଉଛି ଟିକେ ଦେଖନ୍ତୁ। ପାଣି ଥପ ଥପ ପଡୁଛି, ବର୍ଷା ପକଉଛି, ପୁରା ଅଲଗା ପ୍ରକାର ଦେଖାଯାଉଛି। ବୁଝୁଛ, ଧନିଆ ପତ୍ର ହେରିକା ପଡି, କଞ୍ଚା ପିଆଜ ଟିକେ ପଡିଛି, ଅଲଗା ପ୍ରକାର। ବାପା ଆଜି ଯାଇଛନ୍ତି ତ, ସେଥିପାଇଁ ମୋର ଟିକେ ବ୍ଲଗ କରିବାକୁ ଇଚ୍ଛା ହେଲା, ମୁଁ କରିଦେଲି। हेलो गाइस, वेलकम टू माय न्यू ब्लॉग। मु एठी बइछि, आदि एठी खाउछि, टिके तळे काम होछि त पापा जाइछंती तळुकु। मते भी जोर से भोक लागिलानी, मु जाय खाइ के आसे, तापरे वीडियो को कंटिन्यू करी। पापा आज जाइछंती त, सेतपे मोर टिके ब्लॉग करिया को इच्छा होला, मु करदेली। ଏଠି ଦିଟା ପଡିଛନ୍ତି ଭାଇ, 2ଟା ବାଜିଲାଣି। ମୁଁ ଜିମ୍ ଯିବି କେତେବେଳେ, ଖାଇବାକୁ ଦେବେ କଣ, ଏଠି ସବୁ ପଡିଛି ଜିନିଷ ପତ୍ର। ଆଜି ମାନେ ବିରକ୍ତି ଲାଗିଲା ଭାଇ, ଆସିଲାନି। କଣ କହିଲେ, କୁନା ଆସିବାର ଥିଲା ଆଜି, ଯୋଉ ଇଲେକ୍ଟ୍ରି ସବୁ ଯୋଉ କଟିଂ ହବାର ଥିଲା, ତ ୱାରିଂ ଯୋଉ ହେଇଥାନ୍ତା, ଆଜି ଆସିଲାନି। ମୁଣ୍ଡଟା ପୁରା ଟେନସନ ପୁରା, କାହିଁକିନା ବୁଧବାର ଦିନ କେମିତି କଣ କାମ ହବ ମୁଁ କିଛି ବୁଝିପାରୁନାହିଁ। ଅନେଇ ଅନେଇ 2ଟା ବାଜିଲାଣି, କହିଲା କଣ ଛାତରେ ଯାଇ କୋଉଠି ପାଇପ୍ ପକେଇବାକୁ, ଏପର୍ଯ୍ୟନ୍ତ ଆସିଲାନି। ସେ ବାବା ହେଲାଣି। ଯାଉଛି ଟିକେ ନହେଲେ ପନିର ଟିକେ ନେଇକି ଆସେ ହେଲା, ପନିର ନେଇକି ଆସେ। ଯୁବ କେମିତି ହଉଛି, ଯାଉଛି ଭାଇ ଟିକେ ପନିର ଆଣିକି ଆସେ, ଖାଇବି ଭାତ। ଜିମ୍ ଯିବି ପୁଣି 4ଟା ବେଳେ। ଚାଲ ଯିବା। ମୁଣ୍ଡଟା ଆଜି ପୁରା ଟେନସନିଆ, ପୁରା ବିରକ୍ତ ହେଇକି ଭାଇ ଟିକେ ଅପେକ୍ଷା ଗଡିକି ୱେବ୍ ସିରିଜ ଦେଖୁଥିଲି। କଣ କହୁଛୁ? ଟୁନୁ ପନିର ଖାଇବୁ? ଯାଉଛି ପନିର ଆଣିବାକୁ। ପଡିଯିବୁ ଆ, କୁଆଡେ ଯାଇଥିଲୁ? ପିଙ୍କି ମା ଘର ଯାଇଥିଲୁ ବୁଲିବାକୁ? ଯାଉଛି ପନିର ଆଣିବି। ତୁ କି ଝାଳ, ଇସି ଯା ଉପରେ ମୁହଁ ପୋଛିବୁ ଯା। ଏଟା ବସନ୍ତ ହେଇକି ଛଡେଇ ଦେଇଛି ସବୁ, ଏପଟ ଟିକେ ବାଡେଇ ଦେଇଛି। ସ୍କାଇଲାଇଟ ବି ବନ୍ଦ ହେଇଗଲା। ସ୍କାଇଲାଇଟ ଟା ବନ୍ଦ କରିବାକୁ କହିଥିଲି, ସ୍କାଇଲାଇଟ ବନ୍ଦ ହେଇଯାଇଛି। ହଉ ଠିକ ଅଛି। ପାଣି ପଡିଆର ଥିଲା, ଏଟା ପାଣି ଦେଇନୁ କି ଆଜି? ଖାଲି ସ୍ଲାବ ପଡିଥିଲା ଯୋଉ। ବାବା ଝୁଅକୁ ନେଇକି ଗଲେ, ଡେରି ଗଲା, ପୁଅକୁ ଦେଇଦବ ଟିକେ ପାଣି। ପାଣି ଟିକେ ଛିଞ୍ଚି ଦେଇଥାନ୍ତା। ଆଉ ରାତି ଅବିଆ ତାହେଲେ ଆଉ ପକାନେ, ସେ ବସନ୍ତ ହେଇ ଆସିବନି ଯେତେବେଳେ ତାର ଇଏ କରିବ, ପ୍ଲାଷ୍ଟର କରିବାକୁ। ଓଦା ଅଛି ନା, ହଁ ସେ ଟିକେ ଟିକେ ପକେଇ କରିବ। ଆଉ ଆହୁରି ଚିପିଙ୍ଗ ଅଛି ଏପଟେ ବାକି, ଏଇ ସାଇଡ ଟା ହେଇଯାଇଛି। କେତେବେଳେ କଣ ହବ? କୁନା ଆଜି ଆଇଲାନି, ବେକାରିଆ କାମ କଲା, ଖାଲି ଅନେଇ ଅନେଇ ଦିନଟା ଲସ୍। ଆଜି ହଉଛି ଭାତ, ଏପଟେ କୁନ୍ଦୁରି ଆଳୁ ଭଜା। ପନିରଟା ମତେ ଏମିତି ଖାଇବା ପାଇଁ ଭଲ ଲାଗେ। ସାଧା ଦିନ ଯେହେତୁ ପନିର ଟିକେ ଆଣିଛି, ମୋ ଝିଅ ଖାଇବ, ମୁଁ ଖାଇବି। ତ ଏମିତି କଞ୍ଚା ପନିର ବି ଖାଇବା ପାଇଁ ମସ୍ତ ଲାଗେ ମତେ। ତ ଚାଲ ଖାଇବା। ମାମୁନୁ ହାତ ଧୋଇଛୁ? ହଉ ହାତ ଧୋଇଛୁ। ତ ଭାଇ 4ଟା ବାଜିଲାଣି, ମୁଁ ଚାଲିଲି ଏବେ ଜିମ୍। ବାହାରେ ବର୍ଷା ଟିକେ ଟିକେ ହଉଛି, ଭାବିଲି ଛାଡି ଯାଇଥିବ, ଦେଖିଲା ଘଡଘଡିଟା ବି ଆଜି ଜୋରସୋର ମାରୁଥିଲା। ତ 4ଟା ବାଜିଲାଣି, ତ ଯାଉଛି ଦେଖିବା। ଆଜି ବସନ୍ତ ଭାଇ କହିଥିଲା ଆସିବ ବା, ଯୋଉ କାଲି ସ୍ଲାବ ହେରିକା ପକେଇଥିଲେ ରାଜମିସ୍ତ୍ରୀ, ତାଙ୍କର ଟିକେ ଅଲଗା ଆଡେ ଯାଉଛନ୍ତି, ଅଳ୍ପ କାମ ଅଛି ତ, ସେଥିପାଇଁ ତାଙ୍କ ସିଆଡେ ସାରିକି ରାତିରେ ଆସୁଛନ୍ତି ଏକ୍ସଟ୍ରା କାମ ପାଇଁ ଏପଟକୁ। ଆଉ ତ ଠିକ ଅଛି, ବସନ୍ତ ଭାଇ ଆସିଲେ ତମେ କହିବ କାମରେ ଥିବେ, କରୁଥିବେ ପ୍ଲାଷ୍ଟର, ମୁଁ ଆସିବି ଜିମ୍ କୁ। ବାବା ବି ଆଜି ଯାଇଥିଲେ। ହଁ ବାବା ବି ଥିବେ। ମୁଁ ଚାଲିଲି, ଜୋର ପକେଇବ ନା, ପଳେଇବା। ଟିକେ ଟିକେ ହଉଛି, ପଳେଇଲେ ହବ ଯେ, ଭାବୁଛି ଛତାଟା ନେଇଯିବ। ଛତାଟା ସାଙ୍ଗରେ ନେଇଯିବାଟା ସୁବିଧା, ନହେଲେ ଜୋର ହବ। ସେ ଭାଇ ରାଜି ଯାଇଛି ତା ବିଲୁ ଭାଇ 10,000 ଟଙ୍କା ଦେଲାନି ନା, ସେ ମାଗିବ ନନା ସକାଶେ। ଆଉ ତ ଆଜି ଘର ଭିତରେ ଆମର ଚାଲିଛି। ଆରେ ଏଇଟା କଣ ଇପି ମ୍ୟାଗି ସବୁ କରିଦେଇଛ କଣ ମିଶେଇକି? କଣ ସେ ଭଲ ଲାଗିବନି? ହଁ ସେଇଆ କରିବ, ନହେଲେ ଏଇଟା ମ୍ୟାଗି ଏପଟେ ଥୁଆଇଛି, ଏପଟେ ଇପି। ମେନ୍ କଥା, ଘରେ ଆଜି ରୁଟି ଫୁଟି ବୋଧେ କିଛି ହବନି? ହଁ ସେଇ ବା ରୋଷେଇ ଘର ସକାଶେ ନା। ମୋ ଝିଅ ସେଠି ଛିଡା ହେଇଛି। ତୁ କଣ ଖାଇବୁ, ମ୍ୟାଗି ନା ଇପି? ମୋର ମ୍ୟାଗି ଆଜି। ମୋର ଟିକେ କଞ୍ଚା ପିଆଜ ସରୁ ସରୁ କାଟିକି ରଖିଦେଇଥିବ, ମତେ ତା ଉପରେ ପକେଇଲେ ଭଲ ଲାଗେ ଖାଇବାକୁ। ଏ ଘର ଭିତରେ ଦେଖିପାରୁଥିବେ ଭାଇ କଣ ହେଇଛି ଯାତ୍ରା। ଆଉ ଆମ ଘର କେମିତି ଥିଲା, କେମିତି ଅବସ୍ଥା ହେଇ ପଡିଛି। ଆଉ କଣ କରିବା, ତଳେ ତ ଯୋଉ କାଦୁଅ, ଗୋଡ ପକେଇ ହଉନି, ବାଲି ସାଉଁ ସାଉଁ ପୁରା ଗୋଡ ଖାଇଯିବ। ଯାହା ହବ ହବ, ଆଉ 2-4 ଦିନ ଏମିତି ତ ଚାଲିବ ଆଉ। ହଉ କର, ଭୋକ କଲାଣି, ଖାଇବା। 8ଟା 10 ହେଇଗଲାଣି। ଭାଇ କୋଉ ଭଳିଆ ସିଚୁଏସନରେ
ଆମର କୋଉଠି ରୋଷେଇ ହଉଛି ଟିକେ ଦେଖନ୍ତୁ ପାଣି ଥପ ଥପ ପଡୁଛି ବର୍ଷା ପକଉଛି ଦେଖିପାରୁଥିବେ ଚାରିଆଡେ ପାଣି ପାଣି ସେ ସେଠି ଓଦାରେ ଛିଡା ହେଇକି ଯେତେ ଘର କାମ ସକାଶେ ସାକ୍ରିଫାଇସ୍ ଟିକେ କରିବାକୁ ପଡିବ ଭାଇ ଆଉ କଣ କରିବା ଦେଖୁନ ରୋଷେଇ ଘରେ ଠିଆ ହେଇକି ରୋଷେଇ କରୁଥିଲା ଏଠି ଠିଆ ହେଇକି ରୋଷେଇ କରୁଥିଲା ନାଇଁ କିନ୍ତୁ ସିଚୁଏସନ ଟା ଦେଖିବା ତ ଉପରୁ ପାଣି ପଡୁଛି ଟିକେ ଟିକେ ବର୍ଷା ପାଣି ଦେଖ ଉପରୁ ପଡୁଛି କଣ କହିଲୁ କୁନୁ ବର୍ଷା ପାଣିରେ ପିଆଜ ହେଇଯାଉଛି ବର୍ଷା ପାଣିରେ ଆସିଲେ ମ୍ୟାଗି ଖାଇକି ଆଉ ପାଣି ମାନେ ଦବାକୁ ପଡିବନି ଇପି ହଁ ହଉ ହଉ ହବ ହବ ଏଇଟା ଗୋଟେ ମନ ରହିଯିବ ନା ହଁ ଗୋଟେ ମେମୋରି ଗୋଟେ ଭିଡିଓରେ ଆମର ଯେତେବେଳେ କାମ ହୁଏ ଗୋଟେ ସ୍ମୃତି ହୁଏ ହଁ ଯେତେବେଳେ ଘର କାମ ହରିଆ ହୁଏ ଗୋଟେ ସ୍ମୃତି ସବୁବେଳେ ହୁଏ କୋଉ ଭଳିଆ ସିଚୁଏସନ ଭାଇ ଏଠି ବର୍ଷାରେ ହଉଛି ଆମେ ଛାତ ଉପରେ କରୁଥିଲୁ ଗୋଟେ କଣ ଫିଷ୍ଟ ଯୋଉ ଯାହା ସେଦିନ ବର୍ଷା ହେଇନଥିଲା ନା ଆଜି ବି ସେମ୍ ମ୍ୟାଗି ହଉଛି କିନ୍ତୁ ବର୍ଷାରେ ଦେଖି ପାଣି ପଡୁଛି ଥପ ଥପ ହେଇକି ଉପରୁ ଆଜି ପାହାଞ୍ଚ ମ୍ୟାଗି ନା ତାହେଲେ ଥମ୍ବନେଲ ଛୁଙ୍କ ହେଲା ଥମ୍ବନେଲ ପକେଇଦବ ପାହାଞ୍ଚର ଆଜି ହେଲା ମ୍ୟାଗି ସାନ ଛାତ ଉପରେ ହେଇଥିଲା କଣ କହିଲୁ କୁନୁ ଛାତ ଉପରେ ମ୍ୟାଗି ପଡୁଥିଲା ଏଇଟା ଆଜି ପଡିବ ବର୍ଷା ପାଗରେ ପାହାଞ୍ଚର ହେଲା ମ୍ୟାଗି ଚାଲୁ ଚାଲୁ ଏମିତି ଟିକେ ଟିକେ ଗୋଟେ ଗୋଟେ ସିଚୁଏସନ ଆସେ ଆଉ କଣ କରିବା ଏ ବର୍ଷାରେ କୁଆଡେ ଆଇଲୁ ଅନା ସୁନା ଦେଖ କୋଉଠି ହଉଛି ରୋଷେଇ ଦେଖିଲୁ ପିଆଜି ଆଉ ଏଇଟା କଣ ମିଠା ବସନ୍ତ ପାଇଁ ବୋଧେ ଆଣିଛନ୍ତି ବୋଧେ ରସଗୋଲା ହଉ ଆମର ମ୍ୟାଗି କର ମ୍ୟାଗି ଖାଇବା କୁନୁ ପିଆଜି ଜେଜ କଣ ଆଣିଛନ୍ତି ଦେଖିଲୁ ଭଲ ଲାଗୁଛି ଭଲ କେମିତି ଲାଗୁଛି ଭଲ ଲାଗୁନି ହଁ ଉଷୁମ ଅଛି କିନ୍ତୁ ଉଷୁମ ଅଛି ଭଲ ନା କ୍ରିସ୍ପି ଅଛି କହିଲୁ କ୍ରିସ୍ପି ମାନେ କଣ ହଁ टेस्टी अरे क्रिस्पी माने जो मस मस लगे नी पूरा माने सेमेटा लगे नी पूरा खास्ता भलिया जोटा से को कोनते पीड़ा परे हबो दीटा को मिसई देला भाई भल लागिबो तो मैगी रा कर दबा नियो वर्षा पाग को गरम गरम मैगी मजा आसी जीवो पूरा वर्षा पाग रे गोटे यूनिक एक्सपीरियंस गोटे रहिबो मन रे आ को अवस्था रे होउची मैगी टा हे गला मोर गरम गरम मैगी एकाथरे सब जा दे दीजो कि नाई तमे जेति जहा खाइबो तम इच्छा आ रखि द अरे सेही कथा कहू एकाथरे दे दीजो एकाथरे हो दियो असुविधा आ को करिया असुविधा हाँ हौ भाई देख पार्थिबे पूरा डिलीशियस डिलीशियस आसीगला हमरा गरमा गरम मैगी धन्यवाद धन्यवाद वर्षा पागे एते कष्ट करी आम पई टिके मैगी कर देइछ धन्यवाद धन्यवाद वर्षा पागु मैगीटा पूरा जबरदस्त लागुछ मामन तू केतल खाइबू से इपी खाइबो भाई ठीक अछि पूरा अलगा प्रकार देखा धनिया पत्र रे पड़ी कंचा पियाज टिके पड़ी अलगा प्रकार भाई टाइम 10:30 राति पाखापाखि हेलानी मु जाउस टिके देखिए काम केते बड़ा गला तो तांकर एक्चुअली बसंत जो आसी काम करछुंदी राति आ कोन कहले हमर अल्प काम ना घंटा 2 घंटा एमती सब लागुछ काम बेसी काम नाही तो सेति पई से माने टुकुरा कामडा तो दिन रे तांग डाकुनी न नाही से आसी पूरा दिनठू 4टा बेला जाय काम करंदे तो से काम सारिक आसुँच घंटा 2 घंटा करदे जाऊन सरीज जल्दी आमर भी अल्प काम थी ना काली टे काम आज टे तो सरीज मुझे देखिया सैला कि 10:30 राति होगलानी मु वीडियो भी एंड करना तो चलन देखिया कौन कर बड़ भल लगेल
କଣ ଏଟା ଥୋଇଛ କଣ ହଁ କଣ କରିବାକୁ ଆରେ ଏଇ ଯୋଉ ପାଣିଟା ସିଆଡେ ପଳଉନି ଯିଏ ଗୋଡ ଦେଇକି ଯିବ ଡବଲ ଦେଇକି ଯିବ ହଁ ଡବଲ ଦେଇକି ଯିବ। ଏବେ ଯାଇ ଫାଇନାଲି ସଇଲା ଇଏ କେଇଟା ବାଜିଲାଣି କି 11:30 ରାତି ହବ ନା ହଁ 8:30 ହେଇନି 11:15 ହେଲାଣି ବା ଟୁକୁରା କାମ ଆଉ ସେଇ ସ୍ଲାବଟା ବି ଆମର ହେଇଗଲା ସେପଟେ ଟାଇଲ୍ ଲାଗିଲେ ସବୁ ମେକଅପ୍ ହେଇଯିବ ଆଉ ହଉ ମୁଁ ଭିଡ଼ିଓ ବି ଏଣ୍ଡ କରିନି ବା ରାତିରେ ଲାଇଟଟା ଲଗେଇଥିବୁ ହେଲା ତ ଭାଇ ବହୁତ ଲେଟ୍ ହେଲାଣି ଏବେ 11:30 ରାତି ହେଲାଣି ମୁଁ ଭିଡ଼ିଓ ଟୋଟାଲି ଏଣ୍ଡ କରିନାହିଁ ତ ମୁଁ ଯାଉଛି ଭିଡ଼ିଓଟା ଏଣ୍ଡ କରିବି ତ ଭିଡ଼ିଓଟା ଯଦି ଆପଣଙ୍କୁ ଏତିକି ଟିକେ ବି ଭଲ ଲାଗିଛି ଆଜିର ବ୍ଲଗଟା ତ ପ୍ଲିଜ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିଦେବେ ତ ରହୁଛି ନେକ୍ସଟ ଭିଡ଼ିଓରେ ଦେଖାବା ବାଇ ବାଇ।